ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅନେକ ନୂତନ ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଆହାର କେନ୍ଦ୍ର ପରିଦର୍ଶନ କରି ସେଠାକାର ଖାଦ୍ୟର ମାନ ଏବଂ ପରିମଳ ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ସର୍କିଟ ହାଉସ୍ ସମ୍ମିଳନୀ କକ୍ଷଠାରେ ତାମଡ଼ା ଦ୍ୱାରା ଆୟୋଜିତ 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ, ଏହାର କାର୍ଯ୍ୟକାରିତା, ବିଭିନ୍ନ ସମସ୍ୟା ଏବଂ ଏହା ଅଧୀନରେ ଥିବା ମାର୍କେଟ କମ୍ପ୍ଲେକ୍ସ, କଲ୍ୟାଣ ମଣ୍ଡପଗୁଡ଼ିକର ଉନ୍ନତିକରଣ ତଥା ପୁନରୁଦ୍ଧାର ବିଷୟରେ ଆଲୋଚନା କରିଥିଲେ। ଖାଲି ଥିବା ଜାଗାମାନଙ୍କୁ ସହରର ଉନ୍ନତିକରଣ ଯୋଜନା ସାମିଲ କରିବା ଉପରେ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଅପରାହ୍ନରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ବୈଠକରେ ମାନ୍ୟବର ମନ୍ତ୍ରୀ ଯୋଗଦେଇ ସହରର ବର୍ଜ୍ୟବସ୍ତୁ ପରିଚାଳନା, ସହରାଞ୍ଚଳ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଭେଣ୍ଡିଂ ଜୋନ୍ ସହ ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମିଶନ ଶକ୍ତି ଗୃହର ସୁବିଧା, ପିଏମ୍ ସ୍ୱନିଧି ଯୋଜନା ସହରାଞ୍ଚଳରେ ବିକାଶ, ବିଶୁଦ୍ଧ ପାନୀୟ ଜଳ ଯୋଜନା, ସ୍ମାର୍ଟ LED ଷ୍ଟ୍ରିଟ୍ ଲାଇଟ୍ ଉପରେ ଆଲୋଚନା କରିଥିଲେ। ଏହାସହ ପ୍ରାୟ 5,04,22,185 ଟଙ୍କା ବ୍ୟୟ ଅଟକଳରେ ପ୍ରାୟ 17ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଥିଲେ। ସହରର ଭିତ୍ତିଭୂମି ଓ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମାନ୍ୟବର ମନ୍ତ୍ରୀ ନୂତନ ଭେଣ୍ଡିଂ ଜୋନ୍, ନୂତନ ଶ୍ମଶାନ, ପାର୍କ, ଓପନ୍ ଜିମ୍ର ଶିଳାନ୍ୟାସ ସହିତ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ, ପୌରପାଳିକାର ଆବର୍ଜନା ଗାଡ଼ି ପ୍ରଦାନ, ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଉଦ୍ଘାଟନ କରିଥିଲେ। ରାଜ୍ୟ ସରକାର ସହରାଞ୍ଚଳ ସୁବିଧା ସୁଯୋଗ ବୃଦ୍ଧି ଏବଂ ଜନସାଧାରଣଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ପ୍ରତିବଦ୍ଧ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅବଦାଲ ମହମ୍ମଦ ଅଖତର ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିବା ସହ ବିଭିନ୍ନ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଆଲୋଚନା କରିଥିଲେ। ଦେଖନ୍ତୁ, ଆଜି ତାମଡ଼ାର ଡେଭଲପମେଣ୍ଟ ଅଥରିଟି ଯେଉଁ ଅଛି ତାର ଆଜି ଆମେ ବୈଠକ କଲୁ, ଅଥରିଟି ମିଟିଂ କଲୁ। ଏଥିରେ ମାନ୍ୟବର ବିଧାୟକ ମାନେ ଉପସ୍ଥିତ ଥିଲେ ଏବଂ ସମସ୍ତ ଅଫିସର୍ସ ମାନେ ଉପସ୍ଥିତ ଥିଲେ। ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ ତାମଡ଼ାର ଯେତିକି ଡେଭଲପମେଣ୍ଟ ହେବା କଥା, ତାମଡ଼ା ଏରିଆ ଯେତିକି ବଢ଼ିଛି, ଏରିଆ ଅନୁଯାୟୀ ଯାହା ଡେଭଲପମେଣ୍ଟ ହେବା କଥା ତାହା ହେଇପାରିନାହିଁ। ତେଣୁ ତାପରେ ଆମେ ବହୁ ଗୁରୁତ୍ୱ ଆରୋପ କରିଛୁ ଏବଂ ଏଫୋର୍ଡେବଲ୍ ହାଉସିଂ ଏବଂ ମଲ୍ଟିପର୍ପଜ୍ ମାର୍କେଟ କମ୍ପ୍ଲେକ୍ସ କେମିତି ବନିପାରିବ। ଯେଉଁ ମାର୍କେଟ କମ୍ପ୍ଲେକ୍ସ ଏବେ ଅଛି ସିଏ 30-40 ବର୍ଷ ତଳର, ସିଏ ନଷ୍ଟ ହେବା ପରିସ୍ଥିତିରେ ଯାଇଛି ଏବଂ ଆଗକୁ କେମିତି ଆମେ ଆର ବୃଦ୍ଧି କରିବୁ ଏବଂ ଏରିଆକୁ ବଢ଼େଇବୁ। ଯେଉଁ ଏରିଆକୁ ନେଇଛୁ ସେଠି କେମିତି ଟାଉନ୍ ଯେଉଁଟା ଟିପି ସ୍କିମ୍ରେ ଆମେ ଅଧିକରୁ ଅଧିକ ଡେଭଲପ୍ କରିବୁ ଲ୍ୟାଣ୍ଡକୁ ଏବଂ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବୁ, ତା ପାଇଁ ମଧ୍ୟ ଆମେ ପ୍ଲାନିଂ କରୁ ଏବଂ ଏଫୋର୍ଡେବଲ୍ ହାଉସ୍ ଅଧିକରୁ ଅଧିକ କରିବୁ ଏବଂ ରେଣ୍ଟାଲ୍ ହାଉସ୍ ମଧ୍ୟ ଏଠି କେମିତି କରିପାରିବୁ। ଯେଉଁମାନେ सर्विस करने को आसुच्चंती बा काम करने को आसुच्चंती, जो माने कि बस्ती गढ़ी उठुची, जो फले स्लम एरिया गढ़ुची, तेणु से कमेवाई आम रेंटाल हाउस, एफोर्डेबल रेंटाल हाउस करने प्लानिंग करिछु एवं पीपीपी मोड्रे आम अधिक अधिक मार्केट कॉम्प्लेक्स करवा, मल्टीपर्पज मार्केट कॉम्प्लेक्स करवा एवं विभिन्न प्रकार दुकान घर ठार आरंभ कर रास्ता घाटर कथा, बिजुली कथा, ये सब कथा जहाँ आवश्यकता अच्छी ताको करने आज मान्यवर विधायक माने विभिन्न प्रस्ताव देले, चेयरमैन माने किसी प्रस्ताव देले। प्रस्ताव को आज आम पारित करिछु एवं आगामी दिन में तामड़ार ऑफिस सहित नूतन ऑफिस गृह निर्माण करने निष्पत्ति निया जायछि। धन्यवाद।